କିନ୍ତୁ ସେ ତ କେବେ କହିନଥିଲେ ତୁମେ ରୋଜ୍ ଡେ ପାଳନ କର, କିସ୍ ଡେ ପାଳନ କର, ହକ୍ ଡେ ପାଳନ କର। ତୁମେ ଅତି ଲଜ୍ଜାଜନକ। ବର୍ତ୍ତମାନ କଳୁଷିତ ସମାଜରେ ଏମାନଙ୍କ ପ୍ରତି ଆମ ଓଡ଼ିଶାର ସରକାର ଦୃଢ଼ ଭାବରେ ବନ୍ଦ କରିବା ଉଚିତ। ଭାଲେଣ୍ଟାଇନ୍ ହେଉଛନ୍ତି ରୋମର ଜଣେ ଦାର୍ଶନିକ। ସେ କ'ଣ କହିଥିଲେ ତୁମେ ମୋର ଦିବସଟିକୁ ନେଇକରି ତୁମେ ପବ୍ଲିକଙ୍କ ଆଗରେ ଗଛ ମୂଳରେ ବୁଦା ମୂଳରେ କିସ୍ ଡେ ହକ୍ ଡେ କୁଣ୍ଢାକୁଣ୍ଡି ହୁଅ, ମାନେ ଯେଉଁଟାକି ଅତି ଲଜ୍ଜାଜନକ। ମୁଁ ବିଶ୍ୱରଞ୍ଜନ ସ୍ୱାଇଁ, ଜଗତସିଂହପୁର ଜିଲ୍ଲା। ବର୍ତ୍ତମାନ ମୁଁ ଭୁବନେଶ୍ୱରରେ ଆଇକନିକ୍ ଏଜୁକେସନ୍ କମ୍ୟୁନିକେସନରେ ଜବ୍ କରୁଛି। ପାଳନ କର ଏସବୁକୁ, ମାନେ ଏସବୁକୁ ଆମ ସରକାର ବି ଗୋଟେ ପ୍ରକାର ବିରୋଧ କରିବା କଥା। ତା ନହେଲେ ବି ଆଗାମୀ ଯୁବପିଢ଼ି ଆଉ ବର୍ତ୍ତମାନ ଯୁବପିଢ଼ି ସମ୍ପୂର୍ଣ୍ଣ ଭାବରେ ପଥଭ୍ରଷ୍ଟ। ପୁଲୱାମା ଆକ୍ରମଣ ପରେ ଏହି ଫେବୃଆରୀ 14 ତାରିଖକୁ ବ୍ଲାକ୍ ଡେ ବୋଲି ଘୋଷଣା କରିବା ପାଇଁ ସରକାର କହିଥିଲେ। ଆପଣଙ୍କର ଏ ବିଷୟରେ ମତ କ'ଣ? ଭାଲେଣ୍ଟାଇନ୍ ଡେର ଅର୍ଥ କ'ଣ ଏମାନେ ତ ଜାଣିନାହାନ୍ତି। ଭାଲେଣ୍ଟାଇନ୍ ହେଉଛନ୍ତି ରୋମର ଜଣେ ଦାର୍ଶନିକ। ସେ କ'ଣ କହିଥିଲେ ତୁମେ ମୋର ଦିବସଟିକୁ ନେଇକରି ତୁମେ ପବ୍ଲିକଙ୍କ ଆଗରେ ଗଛ ମୂଳରେ ବୁଦା ମୂଳରେ କିସ୍ ଡେ ହକ୍ ଡେ କୁଣ୍ଢାକୁଣ୍ଡି ହୁଅ, ମାନେ ଯେଉଁଟାକି ଅତି ଲଜ୍ଜାଜନକ। ବର୍ତ୍ତମାନ କଳୁଷିତ ସମାଜରେ ଏମାନଙ୍କ ପ୍ରତି ଆମ ଓଡ଼ିଶାର ସରକାର ଦୃଢ଼ ଭାବରେ ବନ୍ଦ କରିବା ଉଚିତ। ସେଣ୍ଟ ଭାଲେଣ୍ଟାଇନ୍ ଜଣେ ଦାର୍ଶନିକ। ତାଙ୍କୁ ସେ ଯୁବକ ପାଇଁ ତାଙ୍କୁ ଭଲ ବାଟକୁ ଆଣିବା ପାଇଁ ସିଏ ତାଙ୍କୁ ଆତ୍ମହତ୍ୟା କରିବାକୁ, ମାନେ ଆତ୍ମହତ୍ୟାକୁ ଗୋଟେ ପ୍ରକାର ଆତ୍ମହତ୍ୟା କରିବାକୁ ପଡ଼ିଥିଲା। ହତ୍ୟାକାଣ୍ଡରେ ଯେଉଁ 14 ଜଣ ଓଡ଼ିଆ ବୀର ଯବାନମାନଙ୍କର, ଆମ ଭାରତର ଯେତେବେଳେ ଯବାନମାନଙ୍କ ଶହୀଦ ହୋଇଯାଇଥିଲା, ସେତେବେଳେ ଆମ ଭାରତରେ କିଛି କିଛି ଜାଗାରେ ଭାଲେଣ୍ଟାଇନ୍ ଡେ ପାଳନ କରାଯାଉଥିଲା। ତା ମାନେ କ'ଣ? ଆମେମାନେ ଓଡ଼ିଆ ନୁହନ୍ତି? ଆମମାନଙ୍କ ଦେହରେ ଓଡ଼ିଆର ରକ୍ତ ନାହିଁ କି? ଆମେମାନେ ନିଜର ମାଟି ପାଇଁ ବି ଆମେ ଲଢ଼ୁନାହାନ୍ତି? ସେମାନେ ଆଜି ମରିଗଲେ, ସେମାନଙ୍କ ପାଇଁ ପଦେ ଆହା ବୋଲି କେହି କହିଲେନି। କିନ୍ତୁ ଆମର ଏଠି ଓଡ଼ିଶାରେ କ'ଣ, ସମଗ୍ର ଭାରତରେ ବି ଭାଲେଣ୍ଟାଇନ୍ ଡେ ପାଳନ କରାଗଲା। ଭାଲେଣ୍ଟାଇନ୍ ଡେ ମାନେ କ'ଣ ଏଇଆ ନୁହେଁ। ଭାଲେଣ୍ଟାଇନ୍ ଡେ ହେଉଛି ପ୍ରକୃତ ହେଉଛି ପ୍ରେମ ସତ୍ୟ, ପ୍ରେମ ସୁନ୍ଦର, ପ୍ରେମ ହିଁ ଚିରନ୍ତନ। କିନ୍ତୁ ତୁମମାନଙ୍କର ଯଦି ଏତେ ଭାଲେଣ୍ଟାଇନ୍ ଡେ ପାଳନ କରିବାରେ ତୁମେ ଇଣ୍ଟରେଷ୍ଟ ଅଛ, ଇଚ୍ଛୁକ ଅଛ, ତୁମେ ସେଇଟା ନିବିଡ଼ ଭାବରେ ଯେମିତି ତୁମେ ଏକ ଘରକୁ ବା ଯାଇକରି ବା ନିଜର ମନର ଭାବ ଯେଉଁ ଜୀବନସାଥୀ କରିବାକୁ ଚାହୁଁଛ ତା ସହିତ ତୁମେ ଭାଲେଣ୍ଟାଇନ୍ ଡେ ପାଳନ କରିପାର। କିନ୍ତୁ ବାହାରେ ହୋଟେଲରେ ବିଭିନ୍ନ ପ୍ରକାର କରିକିରି ଏମିତି ଲୋକଲୋଚନ ଆଣିବା କ'ଣ ଦରକାର? ସମାଜ କ'ଣ ଚାହିଁବ? ସମାଜ ତୁମ ପାଖରୁ କ'ଣ ଶିଖିବ? ଆଉ ଯେଉଁମାନେ ବି ଆଜି ଶୈଶବରେ ଅଛନ୍ତି ସେମାନେ ତୁମ ପାଖରୁ କ'ଣ ଶିଖିବେ? ତୁମେମାନେ ଆଜିକାଲି ପ୍ରେମରେ ଲଭ୍ ସେକ୍ସ ଦରକାର, କ'ଣ କହିବା? ବର୍ତ୍ତମାନ ଦେଖିଲେ ଲଭ୍ ବୋଲି ଗୋଟେ ଜିନିଷ କିଛି ନାହିଁ। এই যে উগ্র আধুনিকর যুবক যুবতী মানে সেক্সକୁ ନେଇ ଯେଉଁ ମତୁଆଲା ହେଉଛନ୍ତି, ସେମାନେ ସେକ୍ସ ସାଟିସ୍ଫ୍ୟାକ୍ସନ୍ ହେଇପାରୁନାହାନ୍ତି। ସେକ୍ସ ସାଟିସ୍ଫ୍ୟାକ୍ସନ୍ ହେଇଗଲେ ସେମାନଙ୍କ ମନ ପୁରିଗଲା ପରେ ସେମାନେ କ'ଣ କରୁଛନ୍ତି, ଗୋଟାଏ ପ୍ରକାର ୟୁଜ୍ ଆଣ୍ଡ ଥ୍ରୋ କରି ଛାଡ଼ୁଛନ୍ତି। କିନ୍ତୁ ଏଇଟା ପ୍ରକୃତ ପ୍ରେମ ନୁହେଁ। ପ୍ରକୃତ ପ୍ରେମ ସେଇମାନଙ୍କୁ କୁହାଯାଏ ଯେଉଁମାନେ କି କେଦାର ଗୌରୀ ହୁଅନ୍ତୁ, ଲୈଲା ମଜନୁ ହୁଅନ୍ତୁ, ଆମର ରାଧାକୃଷ୍ଣ ହୁଅନ୍ତୁ, ମୀରାବାଇ ବି ହୁଅନ୍ତୁ, ସେଇମାନଙ୍କର ପ୍ରକୃତ ପ୍ରେମ କୁହାଯାଏ। ପ୍ରେମ ପାଖରୁ, ପ୍ରେମ ସବୁବେଳେ ପାଇଁ ସତ୍ୟ, ପ୍ରେମ ବି ସୁନ୍ଦର। ପ୍ରେମ ପାଖରୁ ଆମର ଶିଖିବାର ଅଛି, ସମାଜ ବି ଶିଖିବାର ଅଛି। ପ୍ରେମ ହେଉଛି ଏକ ଭାତୃତ୍ୱ ଭାବ। ପ୍ରେମ ଦ୍ୱାରା ହିଁ ସମାଜ ଚଳିଛି। ପ୍ରେମ ନଥିଲେ, ଭଲ ପାଇବା ନଥିଲେ, ଆନ୍ତରିକତା ସ୍ନେହ ନଥିଲେ ଏଠି ଭାଇଚାରା ନଥାନ୍ତା। ଓଡ଼ିଶା ଗୋଟେ ହେଉଛି ସାଂସ୍କୃତିକ ଆର୍ଯ୍ୟଭୂମିର ଗୋଟେ ଏକ ଅଂଶ। ଏଠି ମୁନି ଋଷିମାନଙ୍କର ଦେଶ ଭିତରୁ ଆର୍ଯ୍ୟମାନଙ୍କର ଦେଶ ହେଉଛି ଓଡ଼ିଶା ଶ୍ରେଷ୍ଠ। ତେଣୁ ଏମାନେ କଳୁଷିତ କରିସାରିଛନ୍ତି ଓଡ଼ିଶାକୁ। ଓଡ଼ିଶାରେ ଆଉ କିଛି ନାହିଁ। ମୁଁ ଶେଷରେ ଏତିକି ବାର୍ତ୍ତା ଦେବି, ଯେଉଁ ଯୁଗ ସମାଜ, ଯେଉଁ ଯୁବକ ଯୁବତୀ ଭାଇ ଭଉଣୀମାନେ କିଛିଟା ଖୁସି ପାଇଁ ଉନ୍ମାଦନର ସହିତ ତୁମେ ନିଜର ଜୀବନକୁ, ନିଜର ଭବିଷ୍ୟତକୁ ପଥଭ୍ରଷ୍ଟ କରିଦେଉଛ, କିନ୍ତୁ ତୁମେ ଭବିଷ୍ୟତରେ ସେମାନେ ତୁମମାନଙ୍କଠାରୁ ଯେଉଁମାନେ ଜନ୍ମିତ ନେବେ ସେମାନେ କ'ଣ ଶିଖିବେ? ତାହେଲେ ତୁମେମାନେ ହିଁ ପ୍ରକୃତ ଦାୟୀ ଆଗାମୀ ପିଢ଼ିର ବଂଶଧରମାନଙ୍କ ପାଇଁ। ଆଗାମୀ ପିଢ଼ିର ମାନଙ୍କ ପାଇଁ ତୁମେମାନେ ହିଁ ପ୍ରକୃତ ଦାୟୀ। କାରଣ ତୁମରିମାନଙ୍କ ଦ୍ୱାରା ସେମାନେ ଆଜି ଅନୁଗାମିତ ହେଉଛନ୍ତି। କାରଣ ତୁମେମାନେ ହେଲ ଦିଗ୍ଦ୍ରଷ୍ଟା। ତୁମେ ଦିଗ୍ଦ୍ରଷ୍ଟାକ ନ ହୋଇକରି ତୁମେ ଯେମିତି ବିପଦଗାମୀ କରାଉଛ ଆଉ ସେଇମାନଙ୍କୁ ବିପଦଗାମୀ ପଟରେ ଠେଲି ନେଉଛ, ଏଇଟା ସମ୍ପୂର୍ଣ୍ଣ ଭୁଲ ଏବଂ ଏଇଟା ସମ୍ପୂର୍ଣ୍ଣ ବିରୋଧକାରୀ। ତେଣୁ ମୋର ଏତିକି ବିନମ୍ର ଅନୁରୋଧ, ହେ ଯୁବକ ଯୁବତୀ ଭାଇ ଭଉଣୀମାନେ, ଏସବୁରୁ ସମାଜକୁ ବଞ୍ଚାନ୍ତୁ, ନିଜେ ବଞ୍ଚନ୍ତୁ, ପରିବାରକୁ ବଞ୍ଚାନ୍ତୁ ଏବଂ ଏମିତି ଏକ ନୂତନ ଶିକ୍ଷା ଦିଅନ୍ତୁ ଯେ ଆମେ ଆମର ଆଗାମୀ ଯୁବପିଢ଼ି, ଆସୁଥିବା କର୍ମମୟ ଯୁବକ ଯୁବତୀମାନେ, ଯୁବପିଢ଼ିମାନେ ତୁମମାନଙ୍କଠାରୁ ସେଇଆ ଶିଖିବେ। ଭାଲେଣ୍ଟାଇନ୍ ଡେ ପାଳନ କରିକି ରୋଜ ଗୁଚ୍ଛ, ଫୁଲ ଗୁଚ୍ଛ ଦେଇଦେବା, ଚକୋଲେଟ୍ ଦେଇଦେବା, ହକ୍ କରିଦେବା, କିସ୍ କରିଦେବା, ତାକୁ ନେଇକରି ପୁଣି ତାରି ଭିତରେ ପରିବାର ଭିତରେ ଅଶାନ୍ତି ସୃଷ୍ଟି ରହିବା, ଇଏ କ'ଣ ଦରକାର? ନିଜେ ତ କଷ୍ଟ ପାଇବ, ନିଜର ପରିବାରମାନଙ୍କୁ ବି କଷ୍ଟ ପାଇବ। ଆଉ ମୁଁ ବି ସେଇ ପିଲାମାନଙ୍କ ପରିବାରମାନଙ୍କର ବାପା ମାଆମାନଙ୍କୁ ବାର୍ତ୍ତା ଦେବାକୁ କହିବି, ସଂସ୍କାର ଗୋଟିଏ ଜିନିଷ କ'ଣ, ଯଦି ତୁମେ ମାନେ ପ୍ରକୃତ ଜାଣିଛ, ପ୍ରକୃତ ତୁମେ ବାପା ମାଆ ଯଦି ସଂସ୍କାର ଜାଣିଛ, ପ୍ରଥମେ ସଂସ୍କାରମୂଳକ ଜ୍ଞାନ ତୁମ ପିଲାମାନଙ୍କୁ ଶିଖାଅ। ସମସ୍ତେ ବିଦ୍ୟାରେ ତ ଆଇଏସ୍ ହେଇଯାଉଛନ୍ତି, ଓଏସ୍ ହେଉଛନ୍ତି, କିନ୍ତୁ କେତେଜଣ ସଂସ୍କାରୀ ଅଛନ୍ତି?
କେତେଜଣ ମାନେ ଭଲ ଦିଗ୍ଦର୍ଶକ ଅଛନ୍ତି, କେତେଜଣ ସନ୍ଥ ହେଇକିରି ଅଛନ୍ତି। ହଜାର ହଜାର IAS OAS ଅଫିସର ଭାବରେ କିନ୍ତୁ ଜଣେ ସନ୍ଥ ସଚ୍ଚୋଟ ବାହାରିବେ କହିଲେ କେହି ଗୋଟେ ନାହିଁ। ହଜାରେ ନେତା ତ ଅଛନ୍ତି, ଗାନ୍ଧୀ ଗୋପବନ୍ଧୁ ଭଳି ନେତା କାହାନ୍ତି କହିପାରିବେ? କହିପାରିବେନି। କିନ୍ତୁ ତାର ଅର୍ଥ ଏଇଆ ନୁହେଁ ଯେ ଆମେ ସେମାନଙ୍କୁ ବଳି ଦେଇକରି, ସେମାନଙ୍କର କର୍ତ୍ତବ୍ୟ ପରାୟଣକୁ ବଳି ଦେଇକରି ଆମେ ଆଜି ବିପଦଗାମୀ ହେବା, ଯାହାଫଳରେ କି ଆମର ଆଗାମୀ ପିଢ଼ିକୁ ଆମେ ନର୍କଗାମୀ କରାଇବା।